51 ବର୍ଷ ପୂର୍ଣ୍ଣ ହୋଇଅଛି। ଆଜି 52ତମ ପ୍ରଭୁଙ୍କର ଗୌରବ ନିମନ୍ତେ ଆସନ୍ତୁ ଆମେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ କରିବାକୁ ଯିବା। ଆଜି ଆମମାନଙ୍କର ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆମମାନଙ୍କର ଭାରତ ମହାସଂଘ ଦ୍ୱାରା କରାଯିବ। ମଣ୍ଡଳୀର ପ୍ରତ୍ୟେକ ଭାଇ ଭଉଣୀ ମାନେ ଦୟାକରି ଶୀଘ୍ର এই পতাকা পীঠ নিকটକୁ শীঘ্র আসন্তু, যোগদান করন্তু এবং আজর এই গৌরবযুক্ত কার্যক্রমে সমস্তে অংশগ্রহণ করন্তু। হালেলুয়া হোসানা, হালেলুয়া হোসানা। এই গীত গাই আমি করিবা বন্দনা। হালেলুয়া হোসানা, হালেলুয়া হোসানা। এই গীত গাই আমি করিবা বন্দনা। সে আম প্রাণকারী জীবন করতা, সে যে আম দুঃখহারি বিশ্বনীয়তা, সে আম প্রাণকারী জীবন করতা, সে যে আম দুঃখহারি বিশ্বনীয়তা। জীবনে যাহা পাইছু সবু তাঙ্করি করুণা। হালেলুয়া। জীবনে যাহা পাইছু সবু তাঙ্করি করুণা। এই গীত গাই আমি করিমু বন্দনা। হালেলুয়া হোসানা, হালেলুয়া হোসানা। এই গীত গাই আমি করিমু বন্দনা। କାର୍ଯ୍ୟ କରିବା ଆମମାନଙ୍କ ମଧ୍ୟରେ ଆନ୍ଧ୍ର ପାଖେ ଅଛନ୍ତି, ସେ ପ୍ରାର୍ଥନା କରିବେ, ତାଙ୍କ ପ୍ରାର୍ଥନା ପ୍ରତି ସହଭାଗୀ। ଆସନ୍ତୁ ପ୍ରାର୍ଥନା କରନ୍ତୁ। ମଙ୍ଗଳମୟ ସ୍ୱର୍ଗସ୍ଥ ପିତା, ଆଶ୍ଚର୍ଯ୍ୟ ପରମେଶ୍ୱର ବାପା, ତୁମର ଗୌରବମୟ ନାମର ଧନ୍ୟବାଦ କରୁଛୁ, ତୁମର ପୂଜା ପ୍ରଶଂସା କରୁଛୁ, ତୁମର ସ୍ତୁତି ବନ୍ଦନା କରୁଛୁ। ପ୍ରିୟ ପ୍ରଭୁ, ତୁମେ ମହାନ ପରମେଶ୍ୱର, ଆଶ୍ଚର୍ଯ୍ୟ ପରମେଶ୍ୱର। ଆମ ପରି ଅଯୋଗ୍ୟମାନଙ୍କ ପ୍ରତି ତୁମେ ଦୃଷ୍ଟିପାତ କଲ। ଆମେ କାହିଁରେ ଯୋଗ୍ୟ ନଥିଲୁ ପ୍ରଭୁ, ଆମମାନଙ୍କର ମାନ ମର୍ଯ୍ୟାଦା ନଥିଲା, ଆମେ ନିଜେ ଧୂଳି ମାତ୍ର, ତୁମେ ଏହା ସ୍ମରଣ କରି ପ୍ରଭୁ ଆମମାନଙ୍କ ପ୍ରତି ତୁମର ସେହି ମହା ଆଲୋକ ପ୍ରକାଶ କଲ, ସେଥିପାଇଁ ତୁମର ଧନ୍ୟବାଦ କରୁଛୁ। ପ୍ରଭୁ ଆମମାନଙ୍କର ଜାତିକୁ ତୁମେ ପ୍ରଭୁ ତୁମରି ଦର୍ଶନ ଦେବା ପାଇଁ ପ୍ରଭୁ ଆମମାନଙ୍କୁ ତୁମେ ମନୋନୀତ କଲ, ସେଥିପାଇଁ ତୁମର ଧନ୍ୟବାଦ କରୁଛୁ, ତୁମର ଗୌରବ କରୁଛୁ। ଆଜି ଅନେକ ଧନୀ ମାନି ମାନ ମର୍ଯ୍ୟାଦା ପାଇବା ଲୋକମାନେ ଅଛନ୍ତି, କିନ୍ତୁ ପ୍ରିୟ ପ୍ରଭୁ ଆମ ପରି ଦଳିତ ଲୋକମାନଙ୍କୁ ତୁମେ ନିଜର କଲ, ସେଥିପାଇଁ ତୁମର ଗୌରବ କରୁଛୁ, ତୁମର ସ୍ତୁତି ବନ୍ଦନା କରୁଛୁ। ପ୍ରଭୁ ପ୍ରିୟ ମଣ୍ଡଳୀକୁ ତୁମେ ପ୍ରଭୁ ଗଠନ କଲ, ତାର 51 ବର୍ଷ ପୂର୍ତ୍ତି 52 ବର୍ଷରେ ପଦାର୍ପଣ କରିବା ପାଇଁ ତୁମେ ଅନୁଗ୍ରହ କଲ, ଧନ୍ୟବାଦ କରୁଛୁ। ପ୍ରଭୁ ତୁମେ ମହାନ ପରମେଶ୍ୱର, ବିଭିନ୍ନ ପ୍ରକାର ପରିସ୍ଥିତି ମଧ୍ୟ ଦେଇ ଯାଉଛ ପ୍ରଭୁ। ଆମେନ୍। এই সময় ଆମମାନଙ୍କର ଉଦ୍ୟୋଗ ସମିତିର ଉପସଭାପତି ମହାଶୟ ସେ सावधान, विश्राम, फिर सावधान।
ପ୍ରଭୁଙ୍କ ମହତ୍ ନାମର ଧନ୍ୟବାଦ ଓ ପ୍ରଭୁ ତାଙ୍କ ରକ୍ତ ଦେଇ ମଣ୍ଡଳୀ ସ୍ଥାପନ କରି ଆଜି 51 ବର୍ଷ ପୂର୍ତ୍ତି ହେବା ପାଇଁ ଦେଇଛନ୍ତି। ଗତ ବର୍ଷ ଆମେ 50ତମ ଜୁବିଲି ମହୋତ୍ସବ ପାଳନ କରିଥିଲୁ। ଆଜି 51ତମ ବର୍ଷ ପାର ହେବାକୁ ପ୍ରଭୁ ସାହାଯ୍ୟ କରିଅଛନ୍ତି। ତେଣୁ ଆମେ ପ୍ରଭୁଙ୍କ ଠାରେ ଚିର କୃତଜ୍ଞ ଏବଂ ଆଜିର ଦିନ ଦେଖିବା ପାଇଁ ନେଇଥିବାକୁ ମୋ ହୃଦୟପୂର୍ବକ ସେହି ସ୍ୱର୍ଗାଧିପତି ସଦାପ୍ରଭୁଙ୍କୁ କୃତଜ୍ଞତା ଜ୍ଞାପନ କରିବା ସଙ୍ଗେ ସଙ୍ଗେ ଏକତ୍ରିତ ପ୍ରତ୍ୟେକ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୋର ଭକ୍ତିପୂର୍ଣ୍ଣ ନମସ୍କାର ଜ୍ଞାପନ କରେ। ନମସ୍କାର। ଆସନ୍ତୁ ଆମେ ଏହି ପତାକା ଉତ୍ତୋଳନ କରିବା ପୂର୍ବରୁ ଗୋଟିଏ ଅଂଶକୁ ଆମେ ପାଠ କରିବା, ଯାହାକି ଆମମାନଙ୍କର ଅତି ପରିଚିତ ଗୀତ ସଂଗୀତା ତାର 60 ପର୍ବ ତାର 4 ପଦରେ ପ୍ରକାର ଲେଖାଯାଏ। ସତ୍ୟତା ପକ୍ଷରେ ପ୍ରକାଶ କରିବା ନିମନ୍ତେ ତୁମ୍ଭେ ଆପଣା ଭୟକାରୀମାନଙ୍କୁ ଏକ ପତାକା ଦେଇଅଛ। ପ୍ରଭୁ ଗଠିତ ବାକ୍ୟରେ ଆଶୀର୍ବାଦ କରନ୍ତୁ। ଆମେ ଏହି ସତ୍ୟ ପରମେଶ୍ୱରଙ୍କୁ ଜାଣିଅଛୁ, ତେଣୁ ଆମେ ସମସ୍ତେ ଗର୍ବିତ। ଆମେ ପ୍ରାର୍ଥନା କରୁ ଯେ ପ୍ରଭୁ ଆମମାନଙ୍କୁ ଏହି ମଣ୍ଡଳୀ ସ୍ଥାପନ କରି ଏହି 51 ବର୍ଷ ପ୍ରତିପାଳନ କରି ଆଣିଅଛନ୍ତି। ଏହି ନୂତନ ବର୍ଷ ଦେଖିବା ପାଇଁ ଦେଇଛନ୍ତି। ଏହି ବର୍ଷ ମଧ୍ୟ ସେ ଆପଣା ଅପାର କରୁଣା ଦୟା ଅନୁଗ୍ରହରେ ଆମ ମଣ୍ଡଳୀକୁ ଆମମାନଙ୍କୁ ପ୍ରତ୍ୟେକଙ୍କୁ ପ୍ରତିପାଳନ କରନ୍ତୁ। ଏହା ପ୍ରଭୁଙ୍କ ନିକଟରେ ମୋର ପ୍ରାର୍ଥନା। ଏହି ସମୟରେ ଆମେ ଏହି ପତାକାକୁ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ଉତ୍ତୋଳନ କରୁଛୁ। ଆମେ ସମସ୍ତେ କହିବା, ବୋଲୋ ପିତା ପରମେଶ୍ୱରଙ୍କ ନାମରେ, ପୁତ୍ର ପରମେଶ୍ୱରଙ୍କ ନାମରେ, ପରମାତ୍ମା ପରମେଶ୍ୱରଙ୍କ ନାମରେ। ନୂଆକାକି ସିଂ ମଣ୍ଡଳୀ ଉଦ୍ଦେଶ୍ୟରେ ବୋଲିବା ଆଉଥରେ ହାଲେଲୁୟା ହାଲେଲୁୟା। ଆମେ ବିଜୟୀ ହେବା, ଆମେ ବିଜୟୀ ହେବା ସେଦିନ ମନେ ଅଛି ବିଶ୍ୱାସ, ଦୃଢ଼ ବିଶ୍ୱାସ। ଆମେ ବିଜୟୀ ହେବା ସେଦିନ, ଆମେ ଶାନ୍ତି ଆଣିବା, ଆମେ ଶାନ୍ତି ଆଣିବା, ଆମେ ଶାନ୍ତି ଆଣିବା ସେଦିନ ମନେ ଅଛି ବିଶ୍ୱାସ, ଦୃଢ଼ ବିଶ୍ୱାସ। ଆମେ ଶାନ୍ତି ଆଣିବା ସେଦିନ ଯୀଶୁ ରାଜା ଆସିବେ, ନ୍ୟାୟ ଶାନ୍ତି ଆଣିବେ, ନ୍ୟାୟ ଶାନ୍ତି ଆଣିବେ ସେଦିନ ମନେ ଅଛି ବିଶ୍ୱାସ, ଦୃଢ଼ ବିଶ୍ୱାସ। ଯୀଶୁ ରାଜା ଆସିବେ ସେଦିନ ଆମେ ମିଳି ଚାଲିବା, ଆମେ ମିଳି ଚାଲିବା, ଆମେ ମିଳି ଚାଲିବା ସେଦିନ ମନେ ଅଛି ବିଶ୍ୱାସ, ଦୃଢ଼ ବିଶ୍ୱାସ। ଆମେ ମିଳି ଚାଲିବା ସେଦିନ, ଆମେ ବିଜୟୀ ହେବା, ଆମେ